Again, समस्त क्वेश्चन गुड मॉर्निंग। समस्त वॉइस क्लियर अच्छी, नो इश्यू। एवरीथिंग इज क्लियर। ओके, थैंक यू। तो क्लास को स्टार्ट करियो। तो आमे जो जीरो लेवल रो मैथ को कैलकुलेशन करथिले बा मैथ को स्टार्ट करथिले, आमे बेसिक कैलकुलेशन विषय डिस्कशन करथिले। परवर्ती अवस्था रे बदमाश रूल डिस्कशन करथिले। किंतु तो आज मु जो टॉपिक तुम सहित डिस्कशन करबी, वन ऑफ द मोस्ट इंपोर्टेंट टॉपिक। कहीं ना एगुड़ा सब इंपोर्टेंट टॉपिक एथि कहूचे ना, बहुत टाइम टेकिंग नहीं थे टॉपिक गुरा। जितना ट्रिक जानी जाउछ, शॉर्टकट यूज कर दउछ, ताहले तुमको इजी हबो कौन भी एग्जाम को क्लियर करिया पाए। ओके, तो आज टॉपिक होचे स्क्वायर एंड क्यूब। स्क्वायर एंड क्यूब रूट। स्क्वायर एंड क्यूब रूट। देखो मुझे दीटा क्लास नेबी। क्लास नंबर वन रे आज मु ट्रिक बतेबी। तुमने मो सहित निजे आज समस्ते करिवो जे क्वेश्चन आंसर केमति बाहरछु। क्लास नंबर दुई रे मु तुमको डिस्कशन करिवि एग्जाम रे केमति क्वेश्चन आसे। बुझी पाले समस्ते। आज क्लास रे हमें ट्रिक शिखिबा, कालीर क्लास रे कोन शिखिबा, क्वेश्चन आंसर शिखिबा। पूरा क्लियर, फुल जोश रे अछो, एवरीथिंग इज क्लियर। पूरा क्लियर। चल, ठीक अछि। तो एबे हेडिंग दियो। एबे समस्त हेडिंग दियो स्क्वायर रूट। स्क्वायर रूट। आज गोटे क्लास बा आज जो अध घंटा में क्लास करबा, ए गोटे क्लास रे समस्त ए टू जेड क्लियर हो। मु जहा कहिबी तुम खाली सेतिक जिंस माइंड रे रखियो अछि। स्क्वायर रूट। जस्ट इमेजिन करो, जदि मु तुमको कहे जे सपोज 13। 13 गोटे कहार स्क्वायर हबो कि? फास्ट को ये सुनो। हबो नहीं। मु जदि कहली 16, 16, ये गोटे कहार स्क्वायर हबो कि? ये सुनो। ताहले तू जानिलो केमती? ना इठी आमे जानिले सबुठ इंपोर्टेंट होची यूनिट प्लेस। ସବୁଠୁ ଇମ୍ପୋର୍ଟାଣ୍ଟ ଭୂମିକା ହଉଛି ୟୁନିଟ ପ୍ଲେସକୁ ନେଇକି। ଯଦି କିଛି ଏମିତି ନମ୍ବର ଥାଏ, ସେ ନମ୍ବର ଯଦି ୟୁନିଟ ପ୍ଲେସରେ ରହୁଛି, ୟୁନିଟ ପ୍ଲେସରେ ରହୁଛି, ତାହେଲେ ତୁମେ ସିଓର ହବ ଯେ ସେ ସବୁ ସଂଖ୍ୟା ଆମର ସ୍କୋୟାର ରୁଟ ହେଇପାରିବ ନାହିଁ। କେମିତି? ଏକର ସ୍କୋୟାର ଏକ, ଦୁଇର ସ୍କୋୟାର ଚାରି, ତିନିର ସ୍କୋୟାର ନଅ, ଚାରିର ସ୍କୋୟାର ଷୋହଳ। ଷୋହଳ ମାନେ ମୁଁ କେତେ ଲେଖୁଛି? ଛଅ ଲେଖିବି ୟୁନିଟ ପ୍ଲେସକୁ। ପାଞ୍ଚ ସ୍କୋୟାର 25 ମାନେ 5 ଲେଖିଲି। ଛଅର ସ୍କୋୟାର 36। ଛଅ ହଉଛି କେତେ? 36। 36 ମାନେ କଣ ଲେଖିଲି? 6 ଲେଖିଲି। ସାତର ସ୍କୋୟାର ହଉଛି, ଗୋଟେ ସେକେଣ୍ଡ। ଓକେ, ତ ସେଇଭଳି ସାତର ସ୍କୋୟାର କେତେ ଆସିଲା? 49। 49 ମାନେ 9 ଲେଖିଲି। ଆଠର ସ୍କୋୟାର ହଉଛି 64 ମାନେ 4 ଲେଖିଲି। ନଅର ସ୍କୋୟାର ହଉଛି 81 ମାନେ 1 ଲେଖିଲି। ଏତିକି ଜିନିଷ ପୁରା କ୍ଲିୟର। ଏଇଠି ଲକ୍ଷ୍ୟ ରଖିଲେ ଏକ ଦି ଜଣଙ୍କର ହଉଛି, ସେଇଭଳି 4 ମଧ୍ୟ ଦୁଇ ଜଣଙ୍କର ରହୁଛି, ସେଇଭଳି 9 ମଧ୍ୟ ଦୁଇ ଜଣଙ୍କର ରହୁଛି, 6 ମଧ୍ୟ ଦୁଇ ଜଣଙ୍କର ରହୁଛି। ତାହେଲେ ଆମେ ଏଇଠି ପାଇଲେ ଯଦି କୌଣସି ସଂଖ୍ୟାର ୟୁନିଟ ପ୍ଲେସ୍, ଯଦି କୌଣସି ସଂଖ୍ୟାର ୟୁନିଟ ପ୍ଲେସ୍, ୟୁନିଟ ପ୍ଲେସ୍ 1, 4, 9, 6, 5,
ଏତିକି ହଉଛି ତାହେଲେ ସିଏ ଗୋଟେ ସ୍କୋୟାର ରୁଟ ହବାର ଚାନ୍ସ ଅଛି। ଆକୁ ଚାଲିଲା ପରେ ଆଉ କିଏ ରହିଲା? ଯଦି କାହାର ୟୁନିଟ ପ୍ଲେସ୍ 2, 3, 7, 8 ଏତିକି ରହୁଛି, ଏ କଦାପି ଗୋଟେ ସ୍କୋୟାର ରୁଟ ହେଇପାରିବ ନାହିଁ। ବାସ୍ ଆମକୁ ଏତିକି ମନେ ରଖିବାର ଅଛି। ଯଦି କାହାର ୟୁନିଟ ପ୍ଲେସ୍ 2, 3, 7, 9 ଏଗୁଡ଼ା ଭୁଲିଯାଉ ପଛେ, 2, 3, 7, 9 ଆସୁଛି, ଆଖି ବୁଝିବ, କ୍ୟାନସେଲ କରିବ, ଇଟ୍ ଇଜ ନଟ୍ ଏ ସ୍କୋୟାର ରୁଟ, ଆମେ ବାହାର କରିପାରିବାନି। ସପୋଜ ମୁଁ ଲେଖିଲି 2073, ତ ଏଇଟା ଗୋଟେ ସ୍କୋୟାର ରୁଟ ହେଇପାରିବ ହଁ କି ନା? ଏଇଟା ପରଫେକ୍ଟ ସ୍କୋୟାର ରୁଟ ହେଇପାରିବ ହଁ କି? ମୁଁ ପରଫେକ୍ଟ ସ୍କୋୟାର ରୁଟ ପଢଉଛି, नो। କାହିଁକି ନା ଆମେ ଜାଣିଗଲେ ଏଇ ଚାରୋଟି ସଂଖ୍ୟାର ୟୁନିଟ ପ୍ଲେସ୍ ଯାହା ପାଖରେ ରହିବ ସେ କଦାପି ବି ଗୋଟେ ପରଫେକ୍ଟ ସ୍କୋୟାର ରୁଟ ହେଇପାରିବ ନାହିଁ। ପୁରା କ୍ଲିୟର? नो ଝିଲିମିଲି? ପୁରା କ୍ଲିୟର? ୟେସ୍ ଅ नो? ଆଚ୍ଛା, ମୁଁ ଲେଖିଲି 729। 729ଟା ଗୋଟେ ସ୍କୋୟାର ରୁଟ ହେଇପାରିବ ହଁ କି ନା? ୟେସ୍ ଅ नो? ୟେସ୍ ଅ नो? ହବାର ଚାନ୍ସ ଅଛି। ତାହେଲେ ଯଦି ହଉଛି ତାହେଲେ କିଏ ହେଇପାରିବ? ଆଇଦର ୟୁନିଟ ପ୍ଲେସରେ 3 ରହିବ କିମ୍ବା ୟୁନିଟ ପ୍ଲେସରେ 7 ରହିବ ହଁ କି ନା? କାହିଁକି ନା ଆର ପରଫେକ୍ଟ ଆନ୍ସର ହଉଛି 27। ତାର ୟୁନିଟ ପ୍ଲେସ୍ ଆଇଦର 3 ରହିବ କିମ୍ବା ୟୁନିଟ ପ୍ଲେସ୍ କେତେ ରହିବ? 7 ରହିବ ହଁ କି ନା? ଇଏ ବୁଝିପାରିଲ? ଆଚ୍ଛା, ଯଦି ମୁଁ ତୁମକୁ କହିବି 6, ଯଦି 6 ଆସିବ ୟୁନିଟ ପ୍ଲେସରେ ତାହେଲେ କିଏ ହବାର ଚାନ୍ସ ଅଛି? ଯଦି ୟୁନିଟ ପ୍ଲେସ 6 ହଉଛି ତାହେଲେ କିଏ ହବାର ଚାନ୍ସ ଅଛି? ଆଇଦର 4 ହବ କିମ୍ବା 6 ହବ। କେମିତି ହେଲା ବୁଝିପାରିଲ? 4×4 = 16, 636। ଯଦି ମୁଁ କହୁଛି 9, 9 ଥିଲେ କିଏ ହବାର ଚାନ୍ସ ଅଛି? 3 ହେଇପାରିବ କିମ୍ବା 7 ହେଇପାରିବ। ଯଦି 5 ଥିବ, 5 ଥିଲେ କଣ ହବ? ସେଇ 5 ହିଁ ହବ ହଁ କି ନା? ଆଚ୍ଛା, ଯଦି 1 ଥିବ, ଯଦି ୟୁନିଟ ପ୍ଲେସରେ 1 ଥିବ ତାହେଲେ କଣ ଚାନ୍ସ ଅଛି? ଆଇଦର 1 ହବ କିମ୍ବା 9 ହବ। ଏତିକି ଜିନିଷ ଯିଏ ବୁଝିପାଇଲା ସ୍କୋୟାର ରୁଟ ତାର ହେଇଗଲା। ଏତିକି ଜିନିଷ ଯିଏ ବୁଝିପାଇଲା ତାର ସ୍କୋୟାର ରୁଟ ହେଇଗଲା। ଏତିକି ଜିନିଷ ଯଦି ବୁଝିପାରୁଛ ହଁ କି ନା? ୟେସ୍ ଅ नो? ୟେସ୍ ଅ नो? ମୁଁ ଯୋଉ କହିଲି ଯେ 6 ପାଇଁ ମୁଁ ଲେଖିଲି 4 ଆଉ 6 କାହିଁ ଲେଖିଲି ବୁଝିପାଇଲ? 9 ପାଇଁ। ଆଚ୍ଛା, ମୁଁ ଯଦି ତୁମମାନଙ୍କୁ କହୁଛି ଏଇଠି ଆନ୍ସର ତୁମାନେ ଦେବ, ଯଦି ୟୁନିଟ ପ୍ଲେସ୍ 4 ଥିବ, ୟୁନିଟ ପ୍ଲେସ୍ 4 ଥିବ ତାହେଲେ କଣ ହବାର ଚାନ୍ସ ଅଛି? ତାହେଲେ କଣ ହବାର ଚାନ୍ସ ଅଛି? କ୍ୱିକ୍? 2 କିମ୍ବା 8? 2 କିମ୍ବା 8? ପୁରା କ୍ଲିୟର? नो ଝିଲିମିଲି? ପୁରା କ୍ଲିୟର? ଓକେ। ଆଚ୍ଛା, ଏବେ ଯିବା ଡାଇରେକ୍ଟ କୋଶ୍ଚିନ୍କୁ। ଏବେ ଯିବା ଡାଇରେକ୍ଟ କୋଶ୍ଚିନ୍କୁ। କେମିତି କୋଶ୍ଚିନ୍କୁ ସଲ୍ଭ କରିବା? ଦେଖ, ମୁଁ ଲେଖିଲି 2, 4, 1। ମାନେ ତୁମେ ବୁଝିପାରିଲନି, କଣଟା ବୁଝିପାରିଲନି? କୋଉ ପଏଣ୍ଟଟା ମାନେ ଲେଟରେ ଜଏନ୍ କଲ ବୋଧେ ଆଇ ଥିଙ୍କ। ଏସବୁ। ଆଚ୍ଛା ଠିକ ଅଛି, ମୁଁ ଆଉ ଥରେ ଏଇଟା କହିଦଉଛି କାହିଁକି ନା କିଛି ପିଲା ଏଇଟା କନଫ୍ୟୁଜନ ଏଇଠି ହୁଅନ୍ତି। ଯଦି ୟାକୁ ମୁଁ ନ ବୁଝେଇ ପାରିବି ଆଗରେ ମତେ ପ୍ରୋବ୍ଲେମ ହବ। ଦେଖ, 1 ର ସ୍କୋୟାର ହଉଛି 1, 2 ପାଇଁ ଲେଖିଲି 4, 3 ପାଇଁ ଲେଖୁଛି 9, 4 ପାଇଁ ଲେଖିଲି 6, 6 କାହିଁ ଲେଖୁଛି ନା 4 ର ସ୍କୋୟାର ହଉଛି 16 ସେଥିପାଇଁ। 5 ପାଇଁ ଲେଖିଲି 5 କାହିଁକି ନା 5 ର ସ୍କୋୟାର ହଉଛି 25। 6 ପାଇଁ ଲେଖିଲି 36 କାହିଁକି, ସରି 6 ଲେଖିଲି କାହିଁକି ନା ତା ସ୍କୋୟାର ହଉଛି 36। 7 ପାଇଁ କେତେ ଲେଖିଲି ନା 9, ଏଥିପାଇଁ ଲେଖିଲି 749। ଆଚ୍ଛା, ତ 8 ପାଇଁ ଲେଖିଲି କେତେ 4 କାହିଁକି ନା 64 ପାଇଁ। 9 ପାଇଁ କେତେ ଲେଖିଲି 1 କାହିଁକି ନା 81 ପାଇଁ। ଦେଖ, 1 କେତେ ଜଣଙ୍କର ଅଛି? 1 କେତେ ଜଣ ଅଛି? 1 ର ଅଛି, 9 ଅଛି। ଯଦି କୌଣସି ଗୋଟିଏ ସଂଖ୍ୟାର ୟୁନିଟ ପ୍ଲେସ୍ 1 ହଉଛି ଆଉ ସିଏ ଗୋଟେ ପରଫେକ୍ଟ ସ୍କୋୟାର ରୁଟ ଅଛି, ତାହେଲେ ଏଇଠୁ ଆମେ ଜଣା ପଇଲା ଆଇଦର ତାର ଏକ ଘରେ 1 ଥିବ କିମ୍ବା ଏକ ଘରେ 9 ଥିବ ହଁ କି ନା? ଇଏ ଶୁଣୁ, ଇଏ ଶୁଣୁ, ହଁ କି ନା? ହଁ କି ନା? ଆଚ୍ଛା, ଯଦି ମୁଁ କହିଲି
ଯଦି କାହାର ୟୁନିଟ ପ୍ଲେସ ରେ 4 ଥିବ, ୟୁନିଟ ପ୍ଲେସ ରେ 4 ଥିବ, ତାହେଲେ ତାର ଏକକ ଘର ଯୋଉ ସଂଖ୍ୟାଟା ଥିବ କଣ ହେଇଥିବ? ଏକକ ଘର ସଂଖ୍ୟାଟା କଣ ହେଇଥିବ? ଯାହାର ୟୁନିଟ ପ୍ଲେସ ରେ 4 ଥିବ, ତାର ଏକକ ଘରେ କଣ ହେଇଥିବ? ଆଇଦର 2 ରହିବ କିମ୍ବା 8 ରହିବ। ହଁ କି ନା? ୟେସ୍ ଅର୍ नो? ଆଚ୍ଛା, ଯଦି ଗୋଟେ କୌଣସି ସଂଖ୍ୟାର ଏକକ ଘର କଣ ଅଛି ନା 6 ଅଛି, ତାହେଲେ ସେ ସଂଖ୍ୟାଟା ଆଇଦର କଣ ହେଇଥିବ? ଆଇଦର 4 ହବ କିମ୍ବା କଣ ହବ? 6 ହବ। এটা ବୁଝିପାରୁଛ? ୟେସ୍ ଅର୍ नो? ପୁରା କ୍ଲିୟର? ଥ୍ୟାଙ୍କ ୟୁ। ଏବେ ମୁଁ ଗଲି କୋଶ୍ଚିନ୍ ଆଡକୁ। ଏବେ ମୁଁ ଗଲି କୋଶ୍ଚିନ୍ ଆଡକୁ। ଦେଖ, ଏଉଠୁ ପୁରା ବିଟ୍ ବାଇ ବିଟ୍ ଆମେ ଡିସ୍କସନ କରି କରି ଯିବା। ସପୋଜ ଗୋଟେ କୋଶ୍ଚିନ୍ ଦେଇଛି 441, ମତେ ପଚାରୁଛି ସ୍କୋୟାର ରୁଟ୍ କେତେ? ଆମକୁ ସ୍ପିଡରେ ବାହାର କରିବାର ଅଛି। ଆମକୁ ସ୍ପିଡରେ ବାହାର କରିବାର ଅଛି। ତାହେଲେ କେମିତି ବାହାର କରିବା? ସବୁବେଳେ ଯେତେବେଳେ କୋଶ୍ଚିନ୍ ଦେଇଥିବ, ମୁଁ ଦୁଇଟି ସଂଖ୍ୟାକୁ ଫାଷ୍ଟ ନେବି। ଫାଷ୍ଟ ଦୁଇଟି ସଂଖ୍ୟା, ତାପରେ ଯେତିକିଟା ସଂଖ୍ୟା ଥିବ ରହିବ। ସପୋଜ ତିନିଟା ସଂଖ୍ୟା ଥାନ୍ତା, ପ୍ରଥମ ଦିଟା ତାପରେ ଦିଟା, ଆମେ ଡିଭାଇଡ କରିଥାନ୍ତେ। ସବୁବେଳେ କଣ କରିବ ପିଲେ? ଦୁଇଟି ସଂଖ୍ୟାକୁ ନେବ। ଏ ଦୁଇଟି ସଂଖ୍ୟାରେ ଏକ ଅଛି, ତାହେଲେ ମୋର ଚାନ୍ସ ଅଛି କଣ ଆସିବାର? ଆଇଦର ଏକ ଆସିବ କିମ୍ବା ନ ଆସିବ। ହଁ କି ନା? ଏକ ଆସିବ କିମ୍ବା ନ ଆସିବ। ୟେସ୍ ଅର୍ नो? ହଁ କି ନା? ବୁଝିପାରିଲ? ହଁ କି ନା? ଆଚ୍ଛା, ତ ଏଠି ରହିଲା 4। ଯୋଉ ସଂଖ୍ୟା ରହିବ ତାର ନିୟରେଷ୍ଟ ସ୍କୋୟାର କିଏ ସେ? ନିୟରେଷ୍ଟ ପରଫେକ୍ଟ ସ୍କୋୟାର କିଏ ସେ? 2। 2ର ସ୍କୋୟାର ହଉଛି 4, ଯେ ତା ପାଖାପାଖି। ଯଦି ମୁଁ 3 ନଉଛି, 3 ନଉଛି, ତାହେଲେ ହେଇଯିବ 9। 9 ହେଲା ଆଉ କେତେ ହଉଛି? ଅଧିକ ହେଇଯାଉଛି। ନିୟରେଷ୍ଟ ଏଠି ଆନ୍ସର ଆସିଲା 21 କିମ୍ବା 29। ଆନ୍ସର ଆସିଲା କେତେ? 21 ବା 29। ବୁଝିପାରିଲ? ହଁ କି ନା? ୟେସ୍ ଅର୍ नो? ବୁଝିପାରିଲ? ଆଚ୍ଛା, ଏଇ ଜାଗା ପୁରା କ୍ଲିୟର ହବ। ତାହେଲେ ମତେ ଦିଟା ସଂଖ୍ୟା ମିଳିଲା। ମୋ ଆନ୍ସର ଆଇଦର 21 ହବ କିମ୍ବା 29 ହବ। ଏ ଯାକେ ଏଇ ଷ୍ଟେପ ଯାକେ ସମସ୍ତେ ବୁଝିପାରୁଛ? ହଁ କି ନା? ଏବେ ହଉଛି ଇମ୍ପୋର୍ଟାଣ୍ଟ ଯେ 21 ଆଉ 29 ଭିତରୁ କିଏ ସେ ମୋର ଆନ୍ସର ବାଛିବି କେମିତି? 21 ଆଉ 29 ଭିତରୁ କିଏ ସେ ମୋର ଆନ୍ସର ବାଛିବି କେମିତି? ଦେଖ, ଏଇ ଘରେ ଯୋଉ ସଂଖ୍ୟା ଥିବ, ଆର ପାଖାପାଖି ସ୍କୋୟାର କିଏ ସେ? ଆର ପାଖାପାଖି ସ୍କୋୟାର କିଏ ସେ? ଦି ଜଣ ଅଛନ୍ତି। 9 ଅଛି ଆଉ ଗୋଟେ 4 ଅଛି। 9 ଅଛି ଆଉ 4 ଅଛି। 4ଟା କାହାର ପାଖାପାଖି? ଏ 4ର ପାଖାପାଖି। 9ଟା ତାଠୁ ଦୂରେଇ ଯାଉଛି। ଲେଫ୍ଟ ଆଉ ରାଇଟ୍ ଦେଖିବ, ଲେଫ୍ଟ ଆଉ ରାଇଟ୍ ଦେଖିବ। ଯିଏ ପାଖାପାଖି ଥିବ ସେଇ ସଂଖ୍ୟାକୁ ଚୁଜ୍ କରିବ। ଲେଫ୍ଟ ସାଇଡ୍ଟା ତାର ପାଖାପାଖି ଅଛି, ଲେଫ୍ଟ ସାଇଡ୍ଟା ହେଲା ଆନ୍ସର। ଲେଫ୍ଟ ସାଇଡ୍ ତା ପାଖାପାଖି ଅଛି, ଲେଫ୍ଟ ସାଇଡ୍ ହେଲା ଆନ୍ସର। ଟିକେ ଡାଉଟ୍ ଆସୁଥିବ ବା ଟିକେ କନଫ୍ୟୁଜନ ହବ। ଆଉ ଟିକେ କ୍ଲିୟର କରିବା। କାହିଁକି ନା 10ଟା ଭଳିଆ କୋଶ୍ଚିନ୍ କଲା ପରେ ଯାଇକି ତମେ କ୍ଲିୟର ହବ ଯେ କେମିତି ବାହାରୁଛି। ସପୋଜ ମୁଁ ଲେଖିଲି 2304। ଏଗେନ୍, ଜମା ଏଗେନ୍ କୁହ ନା, ମୁଁ ବୁଝେଇବି। ମୁଁ ଜାଣିଛି ତୁମେ ପ୍ରୋବ୍ଲେମ ଅଛ। ସର୍ଟ ଆଉଟ୍ କରିବା ତ ମୋର ଗୋଟେ କ୍ଲାସରେ ସ୍କୋୟାର ରୁଟ୍ କ୍ୟୁ ରୁଟ୍ କୁ ଚୁଟକିରେ ଆମେ କ୍ଲିୟର କରିବା, କିନ୍ତୁ ବୁଝିବାର ଅଛି। ଦେଖ, ପ୍ରଥମେ କଣ କରିବା? ଫାଷ୍ଟ ଷ୍ଟେପ୍, ତିନୋଟି ଷ୍ଟେପ୍ ଏଥିରେ ଅଛି। ତିନୋଟି ଷ୍ଟେପ୍ କ୍ଲିୟର। ପ୍ରଥମ ଷ୍ଟେପ୍ କି? ପ୍ରଥମ ନମ୍ବର ଏଟା ଆଇଦର ଆସିବ 2 କିମ୍ବା 8। ମତେ ଏଇ ଘରକୁ ଚୁଜ୍ କରିବାର ଅଛି। ଇଏ ରହିଲା କଣ? 23। 23ର ତଳକୁ ଯିବା, ଉପରକୁ ଯିବାନି। 23ର ପାଖାପାଖି ସ୍କୋୟାର କାହାର? ପାଖାପାଖି ସ୍କୋୟାର କାହାର? ମନେ ରଖିବ, କାହାର। 4ର ସ୍କୋୟାର ହଉଛି 16। 5ର ସ୍କୋୟାର ହଉଛି 25। ତାହେଲେ 25 ହେଲାକୁ ଅଧିକ ହେଇଯାଉଛି। ତାହେଲେ ମୋ ପାଇଁ କିଏ ସେ ହେଲା? 4। ତ ଆଇଦର 42 ନଚେତ 48। ବୁଝିପାରିଲେ ସମସ୍ତେ? ଆଇଦର 42 କିମ୍ବା 48। ପୁରା ପରଫେକ୍ଟ ସମସ୍ତେ କ୍ଲିୟର ହବ? ହଁ କି ନା? ପୁରା ସମସ୍ତେ କ୍ଲିୟର ଅଛ? ଇଏ ଶୁଣ, ଏ ଯାକେ ପୁରା କ୍ଲିୟର। ପ୍ରଥମ ଷ୍ଟେପରେ କ୍ଲିୟର, ସେକେଣ୍ଡ ଷ୍ଟେପ ବି କ୍ଲିୟର। ଏବେ ହଉଛି ଶେଷ ଷ୍ଟେପ। ଶେଷ ଷ୍ଟେପ ଆମେ କେମିତି ବାଛିବା? ଶେଷ ଆଇଦର ଆନ୍ସର 42 ହବ କିମ୍ବା 48 ହବ। କେମିତି ବାଛିବା? ଏଇ ଯୋଉ ସଂଖ୍ୟାଟାକୁ ମୁଁ 23 କି ଧରିଛି, ଦେଖ, କେହି କେହି ହଁ,
ଠିକ ଅଛି। ଦେଖ କେମିତି ବାଛିବା। ଇଏ ହଉଛି 23। 23 ର ପାଖାପାଖି ଦିଟା ସ୍କୋୟାର କିଏ ସେ? ଗୋଟେ ହଉଛି 25, ଗୋଟେ ହଉଛି 16। 23 ର ପାଖାପାଖି, ତ 25ଟା ତା ପାଖରେ, 23ଟା ତାଠୁ ଦୂରରେ ଅଛି। ତାହେଲେ ଆନ୍ସରଟା କିଏ ହବ? ଡାହାଣ ପଟଟା ହବ ଆନ୍ସର। ତ ଆନ୍ସର ହଉଛି 48। ତିନିଟା ଷ୍ଟେପରେ ପୁରା କ୍ଲିୟର। ତିନିଟା ଷ୍ଟେପରେ ପୁରା କ୍ଲିୟର। ଏବେ ଟିକେ କ୍ଲାରିଟି ଆସିଥିବ। ଏବେ ଟିକେ କ୍ଲାରିଟି ଆସିଥିବ। ଏବେ ତୃତୀୟ ଏକ୍ସାମ୍ପଲ ଯିବା। ଏବେ କୋଉଠି ଯିବା? ତୃତୀୟ ଏକ୍ସାମ୍ପଲ। ଏଗେନ୍ ଓକେ, ମୁଁ ଆଉ ଥରେ ବୁଝେଇବି। ଆଉ ଗୋଟେ କ୍ୱେଶ୍ଚିନ୍, ସବୁ କ୍ୱେଶ୍ଚିନ୍ ଥ୍ରୁରେ ମୁଁ ଯିବି। ଦେଖ 6, 8, 8, 9। ପ୍ରଥମ ଷ୍ଟେପ୍ କଣ? ତିନିଟା ଷ୍ଟେପ୍ କହିଥିଲି। ନମ୍ବର ୱାନ୍ ଷ୍ଟେପ୍ 9 ପାଇଁ। 9 ପାଇଁ ଆମେ କଣ ଲେଖିବା? 3 କିମ୍ବା 7। 3 ଆଉ 1 ଆଉ 9। 9 ପାଇଁ ଆମେ କଣ ଲେଖିବା? 3 ଆଉ 7 ବା। ଫାର୍ଷ୍ଟ ଷ୍ଟେପ୍ କ୍ଲିୟର। ଫାର୍ଷ୍ଟ ଷ୍ଟେପ୍ କ୍ଲିୟର। ଏବେ ଆସ ସେକେଣ୍ଡ ଷ୍ଟେପ୍। ସେକେଣ୍ଡ ଷ୍ଟେପ୍ କଣ? 68 ଅଛି। 68 କାହାର ପାଖାପାଖି ସ୍କୋୟାର ଅଛି? କାହାର? ଯଦି ମୁଁ 8 ନଉଛି, 8 64। ଯଦି 9 ନଉଛି, 9 81। ଏଟା ମାଇଣ୍ଡରେ ଆସିବା ଦରକାର। ତାହେଲେ ପାଖାପାଖି ହଉଛି କିଏ ସେ? 8 ହଉଛି। ପାଖାପାଖି କିଏ ହଉଛି? 8 ହଉଛି। ତାହେଲେ ଆନ୍ସର 83 ହବ କିମ୍ବା 87 ହବ। 87 ହବ। ହଁ କି ନା? ହଁ କି ନା? ତାହେଲେ ମୁଁ ବାଛିବି କେମିତି? ଦେଖ ଏବେ ଲେଖିଲି 68। 68 ର ଡାହାଣ ପଟର ପାଖାପାଖି ସ୍କୋୟାର, ବାଁ ପଟର ପାଖାପାଖି ସ୍କୋୟାର। 68 ର ପାଖାପାଖି ସ୍କୋୟାର କିଏ ସବୁ? 81। ଏଟା ମାଇଣ୍ଡରେ ଭାବିବା ଦରକାର। କାହିଁକି ନା ଯେହେତୁ ମୁଁ ଆର ନିୟରେଷ୍ଟ 8 କୁ ନେଇଛି, ଆ ପରବର୍ତ୍ତୀ ସଂଖ୍ୟା ହବ 9। 9 ନୁହେଁ 81। ତ 8 ର ସ୍କୋୟାର ହଉଛି 64। ଓକେ, 64। ତାହେଲେ 64ଟା ତାର ପାଖାପାଖି ହଉଛି। 64ଟା ତାର ପାଖାପାଖି ହଉଛି। ତାହେଲେ ଏଠି ଆନ୍ସର କିଏ ହବ? 83। ବୁଝିହେଲା ହଁ କି ନା? ଏଥିରେ ସମସ୍ତେ ବୁଝିପାରିଛ? ୟେସ୍ ଅର୍ ନୋ? ମୁଁ କହିଛି 4ଟାରୁ 10ଟା ଷ୍ଟେପରେ ଯାଇକି ତମେ ସମ୍ପୂର୍ଣ୍ଣ ବୁଝିପାରିବ। ମତେ କୁହ ଏ 4ଟା ଷ୍ଟେପ ପର୍ଯ୍ୟନ୍ତ ତମେ ବୁଝିପାରୁଛ ହଁ କି ନା? ଏତିକି ବୁଝିଗଲା ପରେ ମୋର କାମ ସରିଗଲା। ଆଉ କିଛି ମୋତେ ଟେନସନ ନାହିଁ। ଆଚ୍ଛା, କାହିଁକି ନା ପରୀକ୍ଷାରେ ଯୋଉ କ୍ୱେଶ୍ଚିନ୍ ଆସିବ, ଆକୁ ଯିଏ ଶିଖିଯାଇଛି ସେ ଆରାମସେ କରିଦବ। ଓକେ, ଆଚ୍ଛା ମୁଁ ଗୋଟେ କ୍ୱେଶ୍ଚିନ୍ ଆଉ ଗୋଟେ ଦଉଛି, ଦେଖିବା କିଏ କରୁଛି। 9, 8, 0, 1। ମୁଁ ୱେଟ୍ କରିଛି। 10 ଗଣିବି। 10 ଭିତରେ କିଏ ଆନ୍ସର ଦଉଛି? 1, 2, 3, 4, 5, 6, 7, 8, 9, 10। କାହାର ଆସିଲାନି ନା? ଆଚ୍ଛା, ମାନେ 111। ଆଚ୍ଛା, ଦେଖିବା 101 କେମିତି ହବ ଦେଖିବା। 19, ଠିକ ଅଛି। ଟିକେ ସ୍ପିଡରେ ଟାଇମ ଲାଗିବ। ଓକେ ଓକେ, ଠିକ ଅଛି। ମୁଁ ଏ ଦିଟା ସଂଖ୍ୟା ନେଲି। ଆ ପାଇଁ କଣ ଲେଖିବି? ୟୁନିଟ ପ୍ଲେସ୍ 1 ଥିଲେ ଆମେ କଣ ନବା? ଆଇଦର 1 ନେବି କିମ୍ବା ନ ନେବି। 1 ନେବି କିମ୍ବା ନ ନେବି, ହଁ କି ନା? ପ୍ରଥମ ଷ୍ଟେପ କ୍ଲିୟର। ଆଚ୍ଛା, ଆଉ ରହିଲା କେତେ? 98। 98 ର ପାଖାପାଖି ବା ନିୟରେଷ୍ଟ ସ୍କୋୟାର ରୁଟ୍ କାହାର ଅଛି? 9 ରହୁଛି, 9 81। 100 ନେଲା, 10 ନେଲା ବେଳକୁ 100 ହଉଛି, ମାନେ ଅଧିକ। ତାହେଲେ ଏଠି 9 ନେବି। ଆଇଦର ଆନ୍ସର, ଓକେ, ଆଇଦର ଆନ୍ସର 91 ହବ, ନଚେତ 99 ହବ। ଆଇଦର ଆନ୍ସର 91 ହବ, ନଚେତ 99 ହବ। ହଁ କି ନା? ବୁଝିପାଇଲ ନା ବୁଝିପାଇଲନି? ସୁକନ କଣ ଯୋଉ ଭୁଲ କରିଥିଲ କୋଉଠି ବୁଝିପାଇଲ? ଯେ ଏଠି ତମେ 100 କାହିଁ ନେଇଥିଲ? ଏଠି 9 ନେଲା ବେଳକୁ 81 ହଉଛି, ତାଠୁ କମ ହଉଛି। ତାହେଲେ ଏଠି ଯୋଉ 98 ମୁଁ ଲେଖିଥିଲି, 98 ରେ ପାଖାପାଖି ଦିଟା ସ୍କୋୟାର। ଗୋଟିଏ ହଉଛି 100 ହଉଛି ତାର ପାଖାପାଖି, ଆଉ ଗୋଟେ ହଉଛି କି ସେ 81 ହଉଛି ଏଠି ପାଖାପାଖି। ସବୁଠୁ ପାଖରେ କିଏ ଅଛି? 100 ଅଛି। ତ ଏଠି ଆନ୍ସର କେତେ ହବ? 19। ତ ହଁ, 1 ଆଉ 9 କେମିତି ଆରମ୍ଭରୁ କ୍ଲାସ କରନା ରାଜେଶ ସାହୁ? ହଁ କି ନା? ୟେସ୍ ଅର୍ ନୋ? ଷ୍ଟାର୍ଟିଂରୁ କ୍ଲାସ କରିଥିଲ ଟି? ତ ଷ୍ଟାର୍ଟିଂରେ କହୁଛ ବୋଧେ କ୍ୱେଶ୍ଚିନ୍ ପଚାରୁଛ ସାର୍ 1 ଆଉ 9 କେମିତି ନେଲେ? ଆରେ 1 ର ସ୍କୋୟାର ହଉଛି 1। 2 ପାଇଁ ଲେଖିଥିଲି 4। 3 ପାଇଁ ଲେଖିଥିଲି 7। କାହିଁକି 3 ପାଇଁ ଲେଖିଲି 7? ସେ 3 ପାଇଁ 9 ଲେଖିଲି 9। 3 3 9। 4 ପାଇଁ ଲେଖିଥିଲି
ଏ ଯୋଉ 16 ସେମିତି 9 ପାଇଁ କେତେ ଲେଖିଥିଲି 1 ଲେଖିଥିଲି କାହିଁକି ନା 9 81 ତାହେଲେ 1 ଅଛି ମାନେ ସେ କିଏ କିଏ ହବାର ଚାନ୍ସ ଅଛି 1 ଅଛି ଆଉ 9 ଅଛି ବୁଝିପାରିଲ ରାଜେଶ ଓକେ ଆଚ୍ଛା ଏବେ ଆଉ ଗୋଟେ କ୍ୱେଶ୍ଚିନ୍ 5ଟା କ୍ୱେଶ୍ଚିନ୍ ମୁଁ କଲି 6 ନମ୍ବର କ୍ୱେଶ୍ଚିନ୍ ଆଉ ଏତିକି ଗ୍ୟାରେଣ୍ଟି ଦେବି 10ଟା କ୍ୱେଶ୍ଚିନ୍ ଭିତରେ ତମର କ୍ଲିୟର ହେଇଥିବ ଗୋଟେ ସେକେଣ୍ଡ ଆଚ୍ଛା ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ହଉଛି ଆଚ୍ଛା 5476 এটা হচ্ছে 6 নম্বর क्वेश्चन ओके देखा तो कार आंसर आसुଛି 10 गुणे ভিতরে 1 2 3 4 5 6 7 8 9 10 ତାହେଲେ sir ଆଚ୍ଛା 76 ଦେଖିବ ଦେଖ ଏଠି ପ୍ରଥମ ଦିଟା ସଂଖ୍ୟା ନେଲି ଓକେ ଆଚ୍ଛା 6 ପାଇଁ ମୁଁ କଣ ଲେଖିବି 6 ପାଇଁ କଣ ଲେଖିବି କୁହ 4 ନଚେତ 6 ଲେଖିବି ଫାର୍ଷ୍ଟ ଷ୍ଟେପ 4 ଚଉ 16 6 36 ହଁ କି ନା এটা ମତେ ଫାର୍ଷ୍ଟ କୁହ ହଁ କି ନା 4 କିମ୍ବା 6 ଲେଖିବି ଆଉ କିଏ ରହିଲା 54 ରହିଲା ଆର ପାଖାପାଖି ସ୍କୋୟାର କିଏ ସେ ଯଦି ମୁଁ ଲେଖୁଛି 6 8 8 64 ହଁ 749 749 ରହୁଛି 8 64 ହଉଛି ତାହେଲେ ଏଠି ଆମେ 7 କୁ ନବା ଆଇଦର 74 ହବ ଆନ୍ସର କିମ୍ବା 76 ହବ ଆନ୍ସର ହଁ କି ନା ଆଚ୍ଛା ଏବେ ଆମେ ଦେଖିବା କିଏ ହବ ମୋର ଆନ୍ସର ମୁଁ 54 ନେଲି 54 ର ଦିଟା ପାଖାପାଖି ସ୍କୋୟାର ନେବା ଦିଟା ପାଖାପାଖି ସ୍କୋୟାର ନେବା ଆର ପୂର୍ବ ସ୍କୋୟାରଟା ପାଖାପାଖି କିଏ ସେ 49 ପରବର୍ତ୍ତୀ ସ୍କୋୟାର କିଏ ହବ 8 ହେଲେ 64 ହବ ତାହେଲେ ଏଠି ନିୟରେଷ୍ଟ କିଏ ରହିଲା 49 ରହିଲା ତାହେଲେ ଆନ୍ସର ହଉଛି କେତେ 74 ପୁରା କ୍ଲିୟର ହେଲା ସମସ୍ତେ ହଁ କି ନା ୟେସ୍ ଅ नो ସତ କହିବ କ୍ଲିୟର ହେଇଛ ନା ନାହିଁ ୟେସ୍ ଅ नो ପୁରା କ୍ଲିୟର ଆଚ୍ଛା ଆଉ ଗୋଟେ କ୍ୱେଶ୍ଚିନ୍ ଦଉଛି ଏଟା 7ଟା କ୍ୱେଶ୍ଚିନ୍ ସରିଲା 9 ନମ୍ବର କ୍ୱେଶ୍ଚିନ୍ ଆଚ୍ଛା 9025 ଦେଖ ଏଟାକୁ ମୁଁ ମାନେ କାଉଣ୍ଟ କରୁଛି ହେଲା ଦେଖାଯାଉ ଏଟା ଯେହେତୁ ୟୁନିଟ ପ୍ଲେସ୍ 5 ଅଛି ଆମକୁ ଆଉ କିଛି କରିବାକୁ ପଡ଼ିଲାନି ଖାଲି ଲେଖିଲି ୟୁନିଟ ପ୍ଲେସ୍ 5 ଆର ପାଖାପାଖି ସ୍କୋୟାର କିଏ ସେ ପାଖାପାଖି ସ୍କୋୟାର ହଉଛି କିଏ ସେ 9 ହଉଛି 9 81 ସିଧା ହେଲା ଆନ୍ସର 95 ଆଉ ଏଠି ଏକ୍ସଟ୍ରା କିଛି କରିବାକୁ ପଡ଼ିଲାନି କାହିଁକି ନା ଏଠି ୟୁନିଟ ପ୍ଲେସ୍ 5 ଅଛି ବୁଝିପାରିଲେ ସମସ୍ତେ ପୁରା କ୍ଲିୟର ସମସ୍ତେ ଅଛ ଆଚ୍ଛା ଆଉ ଗୋଟେ କ୍ୱେଶ୍ଚିନ୍ ଦଉଛି ତାପରେ ଆମେ କ୍ୟୁବ ରୁଟ୍ କୁ ଯିବା ଗୋଟେ ସେକେଣ୍ଡ 46 सॉरी 4624 जल्दी को कार स्क्वायर रूट हो हाँ जीरो वाला देवी और नहीं 4668 अच्छा 4 पे हमें कौन लिखिबा 2 लिखिबा ଆଉ ଗୋଟେ କାହାକୁ ଲେଖିବା 4 ପାଇଁ କଣ ଲେଖିବା 2 ଲେଖିବା ଆଉ ଗୋଟେ କଲା 8 ଲେଖିବା 8 ଲେଖିବା ଆଚ୍ଛା ତାହେଲେ ଏଠି ଯୋଉ ରହିଲା ଆର ନିୟରେଷ୍ଟ ସ୍କୋୟାର ରୁଟ୍ କାହାର ଅଛି ମାନେ 46 ର 46 ହେଲେ 636 749 ନା ନାଇଁ ଆଚ୍ଛା ଏଠି କିଏ 6 ଯିବ କାହିଁକିନା 49 ହେଲା ବେଳକୁ ଅଧିକ ହେଇଯାଉଛି ଅଧିକ ହେଇଯାଉଛି ନା ଅଧିକ ମୁଁ କହିଥିଲି ତାଠୁ କମ ଯିବା ନା ତ ଏଠି ଆଇଦର 62 ହବ ଆନ୍ସର କିମ୍ବା କଣ ହବ ହଁ 62 ହବ କିମ୍ବା কি হব না 68 হব তাহলে 46 ର
ପାଖାପାଖି କିଏ ସେ? ଗୋଟେ ହେଲା 49, ଗୋଟିଏ ହଉଛି 36, ଯୋଉଟା ଆମେ ଏଠି କାଲକୁଲେସନ କରିଥିଲେ। ପାଖରେ କିଏ ରହୁଛି? 49 ର ସେ ପାଖରେ ରହୁଛି। ଆନ୍ସର ହଉଛି 68। ଆନ୍ସର ହଉଛି 68। ପୁରା କ୍ଲିୟର ହେଲା ସମସ୍ତେ? ହଁ କି ନା? ଏବେ କ୍ୟୁ ରୁଟ କୁ ଯିବା। ମତେ ଅନେଷ୍ଟଲି କହିବ, ବୁଝିପାରୁଛ ହଁ କି ନା? ଦେଖ, ତୁମେ ଆଜି କଣ କରିବ? ଦେଖ, ଏବେ ତୁମ ପାଇଁ ହୋମୱାର୍କ ରହିଲା। ତୁମେ କଣ କରିବ? କାଲକୁଲେଟର ଧରିବ, ମନ ଇଚ୍ଛା ମନ ଇଚ୍ଛା 10ଟା ଆଗ ଲେଖିଦବ ସ୍କୋୟାର ରୁଟ। କାଲକୁଲେଟର ବନ୍ଦ କରିଦବ। ତାପରେ ଦେଖିବ ତମେ କରିପାରୁଛ କି ନାହିଁ। ମୋ କଥା ବୁଝିପାରିଲେ ସମସ୍ତେ? କାଲି ମୁଁ ଶିଖେଇବି ଏକ୍ସାମ ରିଲେଟେଡ। କହିବି ତମକୁ, ଏତେ ଜଲ୍ଦି ମୁଁ ତମକୁ ପୋଖରୀକି ଡିଆଇବିନି। ତମକୁ କୂଳରେ ବସେଇଛି। କୂଳରେ ଆଗ ଶିଖ, ପହଁରା ଶିଖ, ତାପରେ ନଈକି ଯିବା, ସମୁଦ୍ରକୁ ଯିବା। ଆଜ୍ଞା ହଠାତ୍ ଡେଇଁ ପଡେ ତ ବୁଡିଯିବ ତମେ। ତ ମୁଁ ତାହେଲେ ଜିରୋରୁ କାହିଁ ଆରମ୍ଭ କରିଛି? କଣ ପାଇଁ ଆକୁ 2ଟା କ୍ଲାସ୍ ନେଇଛି? ଓକେ, ଚାଲ। ଓକେ, ତ ଏବେ ହେଡିଂ ଦିଅ କ୍ୟୁ ରୁଟ। ହେଡିଂ ଦିଅ କ୍ୟୁ ରୁଟ ର ଫ୍ରାକ୍ସନ ଅଫ ସେକେଣ୍ଡରେ କ୍ୟୁ ରୁଟ ହବ। ଯଦି ଗୋଟିଏ ଟ୍ରିକ୍ ମନେ ରଖିଲ, ଯଦି ଗୋଟିଏ ଟ୍ରିକ୍ କୁ ମନେ ରଖିଲ, ଦେଖ, 1 ର କ୍ୟୁ ହଉଛି 1, 2 ର କ୍ୟୁ ହଉଛି 8, 3 ର କ୍ୟୁ ହଉଛି 7। ବାସ୍ ଏତିକି ମନେ ରଖିବାର ଅଛି। ଆଉ ଥରେ କହୁଛି, 1 ର ହଉଛି 1, 2 ର 8, 3 ର 7, 4 ପାଇଁ 4, 5 ପାଇଁ 5, 6 ପାଇଁ 6, 3 ର 7 ମାନେ 7 ର 3, 2 ର 8 ମାନେ 8 ର 2, 9 ର କିଏ ଆସିଲା? 9। ତାହେଲେ ଆମକୁ କଣ ମନେ ରଖିବାର ଅଛି? କେବଳ ଆମକୁ 2ଟା ମନେ ରଖିବାର ଅଛି। କେବଳ ଆମକୁ 2ଟା ମନେ ରଖିବାର ଅଛି। ଏଇ 2ଟା ଦେଖ, 2 ର 8 ମାନେ 8 ର 2। 2 ର 8 କେମିତି ହେଲା? 2 ଇଣ୍ଟୁ 2 ଇଣ୍ଟୁ 2, 2 4 8। 3 ର କଣ? 3 ଇଣ୍ଟୁ 3 ଇଣ୍ଟୁ 3, 3 3 27। ତାହେଲେ 3 ର 7। 2 ର 8 ମାନେ 8 ର 2, 3 ର 7 ମାନେ 7 ର 3। ବାକି ସମସ୍ତଙ୍କ ପାଇଁ ସମାନ। 1 ପାଇଁ 1, 4 ପାଇଁ 4, 5 ପାଇଁ 5, 6 ପାଇଁ 6, 9 ପାଇଁ 9। ହଁ କି ନା? ୟେସ୍ ଅର୍ ନୋ? ଏତିକି ବୁଝିପାରିଲ? କେବଳ 2ଟା ମନେ ରଖିବ। 2 ର 8, 3 ର 7। 2 ର 8 ମାନେ 8 ର 2, 3 ର 7 ମାନେ 7 ର 3। ପୁରା କ୍ଲିୟର? ପୁରା କ୍ଲିୟର? ଆଚ୍ଛା, ଏବେ କ୍ୱେଶ୍ଚିନ୍ ଦିଏ। ମୁଁ କହିଲି 2744 ସ୍କୋୟାର ରୁଟ, ସରି କ୍ୟୁ ରୁଟ କେତେ? କେମିତି ବାହାର କରିବା? ଆଖି ବୁଝିଲେ ଖୋଲିଲା ବେଳକୁ ଆନ୍ସର ହେଇଥିବ। ଆଖି ବୁଝି ଖୋଲିଲା ବେଳକୁ ଆନ୍ସର ହେଇଥିବ। କେମିତି? ଦେଖ, 2 7 4 4, ଯେମିତି ସ୍କୋୟାର ରୁଟରେ ଆମେ 2ଟି ସଂଖ୍ୟା ନଉଥିଲେ, କ୍ୟୁ ରୁଟରେ 3ଟା ସଂଖ୍ୟା ନବା। ତାହେଲେ 4 ପାଇଁ କଣ ଲେଖିବି କୁହ? 4 ପାଇଁ କଣ ଲେଖିବି କୁହ? 4 ପାଇଁ କଣ ଲେଖିବି? 4 ଲେଖିବି। କାହାର କ୍ୟୁ 2 ର ପାଖାପାଖି? କାହାର କ୍ୟୁ 2 ର ପାଖାପାଖି? 1 ର କ୍ୟୁ? 1 ର କ୍ୟୁ ନା ନାଇଁ? ଆନ୍ସର ହେଲା 14। କିଛି ଭାବିବାର ନାହିଁ। ଆଚ୍ଛା, ଆଉ ଗୋଟେ କ୍ୱେଶ୍ଚନ। 10648 ର କ୍ୟୁ ରୁଟ କେତେ? 10648 ର କ୍ୟୁ ରୁଟ କେତେ? ତାହେଲେ ଆମେ ଲେଖିବା 10648, 3ଟା ସଂଖ୍ୟା ନେଲେ। 8 ପାଇଁ କଣ ଲେଖିବି? 8 ପାଇଁ କଣ ଲେଖିବି? 2। ଓକେ, 10 ର ପାଖାପାଖି କ୍ୟୁ କାହାର? କାହାର କ୍ୟୁ 10 ର ପାଖାପାଖି? 2 4 8, 2 ର ହଉଛି 8, 3 3 29 27, 3 ତ ଅଧିକ ହେଇଗଲାଣି। ତ ଆନ୍ସର କେତେ ଆସିଲା? 22। କେତେ ସହଜ? କେତେ ସହଜ ଏଟା? ଆଚ୍ଛା, ଆଉ ଗୋଟେ କ୍ୱେଶ୍ଚନ। ମୁଁ ଲେଖିଲି 32768, 3ଟା ସଂଖ୍ୟା ନେଲି। 8 ପାଇଁ କଣ ଲେଖିବି? 8 ପାଇଁ କଣ ଲେଖିବି? 2। କାହାର କ୍ୟୁ 32 ର ପାଖାପାଖି? କାହାର କ୍ୟୁ 32 ର ପାଖାପାଖି? କାହାର କ୍ୟୁ 3 ର କ୍ୟୁ? କାରଣ 3 3 29 27। ତାହେଲେ ଆନ୍ସର ହଉଛି 32। କେତେ ସମୟ ଲାଗିଲା? ଆଖି ଖୋଲିକି ବନ୍ଦ କରି ଖୋଲିଲା ଭିତରେ ଆନ୍ସର ହବନି? ୟେସ୍ ଅର୍ ନୋ? ଆଚ୍ଛା, ଆଉ ଗୋଟେ କ୍ୱେଶ୍ଚନ। ଆଚ୍ଛା, ମୁଁ ଲେଖିଲି 68992, 68992। ତାର 3ଟା ସଂଖ୍ୟା ନେଲି। 1 ର କେତେ ଲେଖିବି? 1 ପାଇଁ କେତେ ଲେଖିବି? ଏଟା 48 କେମିତି ହବ? ହଁ, 1 ପାଇଁ କେତେ ଲେଖିବି?
एक पे एक लिखिली कହାର क्यू 68 पाखापाखि देख 3 3 29 27 4 4 16 64 তাহলে 4 ରେ ପାଖାପାଖି 2 କେମିତି ହବ 4 4 ତାହେଲେ ଏଇଟା ଆନ୍ସର କେତେ ଆସିଲା 41 ହଁ କି ନା ବୁଝିହେଲା ହଁ କି ନା ଆଚ୍ଛା ଆଉ ଗୋଟେ କ୍ୱେଶ୍ଚନ 1,48,877 1,48,877 तो तीनटा संख्या नेली सात ପାଇଁ କେତେ ଲେଖିବି सात ପାଇଁ କେତେ ଲେଖିଲି 3 କାହାର କ୍ୟୁ 148 ପାଖାପାଖି 5 ର କ୍ୟୁ 5 ପଞ୍ଚା 25 ପଞ୍ଚା କେତେ ଦେଖ 5 ର କ୍ୟୁ କେତେ 125 6 ର କ୍ୟୁ କେତେ 6 ର କ୍ୟୁ କେତେ 6 ର କ୍ୟୁ କେତେ 6 ର କ୍ୟୁ କେତେ 216 ମାନେ 6ଟା ଅଧିକ ହେଇଯାଉଛି ତାହେଲେ ଏଇଟା ମୋ ପାଇଁ କାହାକୁ ନେଲି 5 କୁ ନେଲି ଆନ୍ସର ଆସିଲା କେତେ 53 ମୋର କହିବାର କଥା ଥିଲା ଷ୍ଟୁଡେଣ୍ଟ ବୁଝି ପାରିଛ ୟେସ୍ ଅର୍ नो ହଁ କି ନା ତାହେଲେ ଆଜି ତୁମେ 30 ମିନିଟ ଗୋଟେ ସମୟ ନବ 30 ମିନିଟରେ 10ଟି ସ୍କୋୟାର ରୁଟ ଆଉ 10ଟି କ୍ୟୁବ ରୁଟ କୁ ନିଜେ କାଲକୁଲେଟର ମାରି ଲେଖିଦବ ତାପରେ ଦେଖିବ ମୁଁ ଯୋଉ ଶିଖେଇଲି ସେ ଟ୍ରିକ୍ ଦ୍ୱାରା ତୁମେ କରିପାରୁଛ କି ନାହିଁ ପୁରା କ୍ଲିୟର ହଁ କି ନା ପୁରା କ୍ଲିୟର ହଲ ଆଉ କେବେ ବି ତମକୁ ଆଉ ସ୍କୋୟାର ରୁଟ ଆଉ କ୍ୟୁବ ରୁଟ କୁ ନେଇକି ଡାଉଟ ହବ ସ୍କୋୟାର ରୁଟ ଆଉ କ୍ୟୁ ରୁଟ କୁ ନେଇ ଡାଉଟ ହବ ପୁରା କ୍ଲିୟର କାଲି ଆମେ ଡିସ୍କସନ କରିବା ଏକ୍ସାମରେ କେମିତି କ୍ୱେଶ୍ଚିନ୍ ଆସେ ଇଏ ଥିଲା ବେସିକ ଟ୍ରିକ୍ ହଁ ଇଏ ଥିଲା ବେସିକ ଟ୍ରିକ୍ ଆକୁ ଯିଏ ଶିଖିଗଲା କାଲି ତୁମକୁ ସହଜ ହବ ଓକେ ତ ଥ୍ୟାଙ୍କ ୟୁ କାଲି ଆମେ କ୍ୱେଶ୍ଚିନ୍ ରିଲେଟେଡ୍ ଡିସ୍କସନ କରିବା ଓକେ